नमस्कार जय जगन्नाथ आम चैनल को आपण मानकु बहुत बहुत स्वागत। सांग माने 1 मई बैशाख पूर्णिमा दिन କରିନିଅନ୍ତୁ ଏକ ମୁଠା ଲୁଣର ଏହି ମହା ଉପାୟ। 1 ମଇ बैशाख ପୂର୍ଣ୍ଣିମା ଦିନ ଏହି ଉପାୟକୁ କରିନେଲେ ଆପଣଙ୍କୁ ଆପଣଙ୍କ ଜୀବନର ସମସ୍ତ କଷ୍ଟରୁ ମୁକ୍ତି ମିଳିଯିବ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣ ହୋଇଯିବେ ଧନବାନ। ଖୁସିରେ ପୂରି ଉଠିବ ଆପଣଙ୍କ ଘର ପରିବାର। ଆପଣଙ୍କର ସବୁ ମନସ୍କାମନା ତୁରନ୍ତ ପୂର୍ଣ୍ଣ ହେବ। ଏହି ଗୋଟିଏ ଦିନର ଉପାୟ ଆପଣଙ୍କୁ ଧନବାନ ହେବାରେ ସାହାଯ୍ୟ କରିବ। ସାଙ୍ଗମାନେ, ସନାତନ ଧର୍ମରେ ଗୋଟିଏ ବର୍ଷରେ ମୋଟ 12ଟି ପୂର୍ଣ୍ଣିମା ପଡ଼ିଥାଏ। କିନ୍ତୁ ବୈଶାଖ ପୂର୍ଣ୍ଣିମାର କିଛି ଖାସ୍ ଏବଂ ବିଶେଷ ମହତ୍ତ୍ୱ ରହିଥାଏ। କେହି ବ୍ୟକ୍ତି ଯଦି ବୈଶାଖ ପୂର୍ଣ୍ଣିମା ଦିନ ବିଧି ବିଧାନର ସହ ମା ଲକ୍ଷ୍ମୀ ଓ ବିଷ୍ଣୁ ଭଗବାନଙ୍କର ପୂଜା ନିଷ୍ଠାର ସହ କରେ, ତେବେ ସେ ବ୍ୟକ୍ତି ତା ଜୀବନର ସମସ୍ତ ରୋଗ, ଶୋକ, କଷ୍ଟ ଏବଂ ଦୁର୍ଭାଗ୍ୟରୁ ମୁକ୍ତି ପାଇଯିବେ। ବୈଶାଖ ପୂର୍ଣ୍ଣିମାରେ ମା ଲକ୍ଷ୍ମୀଙ୍କୁ ପୂଜା କଲେ ବ୍ୟକ୍ତିର ଆର୍ଥିକ କଷ୍ଟ ସବୁ ଦୂର ହୁଏ। ଏହି ଦିନ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି ଏବଂ ନିଜର ଭକ୍ତମାନଙ୍କ ଉପରେ କୃପା ବର୍ଷା କରିଥାନ୍ତି। ଏହି ଦିନ କରାଯାଇଥିବା ପୂଜା ଏବଂ ଉପାୟର ଫଳ ବ୍ୟକ୍ତିଙ୍କୁ ନିଶ୍ଚିତ ପ୍ରାପ୍ତ ହୁଏ। ବୈଶାଖ ପୂର୍ଣ୍ଣିମା ଦିନ ଲୁଣର ଏହି ଚମତ୍କାରୀ ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ଆଣିପାରେ। ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ସେଥିପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହିତ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ତେବେ ସାଙ୍ଗମାନେ, ବୈଜ୍ଞାନିକ ଦୃଷ୍ଟିକୋଣରୁ ଲୁଣ ତ କେବଳ ଏକ ରାସାୟନିକ ପଦାର୍ଥ ଅଟେ। ମାତ୍ର ଯଦି ଆମେ ଆମ ହିନ୍ଦୁ ଶାସ୍ତ୍ର ଏବଂ ମୁନି ଋଷିମାନଙ୍କର ବକ୍ତବ୍ୟକୁ ଦେଖିବା, ତେବେ ଲୁଣ ହେଉଛି ସମୁଦ୍ରର ବୀର୍ଯ୍ୟ ଏବଂ ଆପଣମାନେ ଜାଣନ୍ତି ଯେ ମା ଲକ୍ଷ୍ମୀ ହେଉଛନ୍ତି ସମୁଦ୍ର ଦେବଙ୍କର କନ୍ୟା। ତେବେ ଆଜି ମୁଁ ଆପଣମାନଙ୍କୁ ଲୁଣର କିଛି ଏପରି ଚମତ୍କାରୀ ଉପାୟ ବିଷୟରେ କହିବାକୁ ଯାଉଛି, ଯାହାକୁ ଜାଣିସାରିଲା ପରେ ଏବଂ ଆପଣ ସେହି ସବୁ ଉପାୟଗୁଡ଼ିକୁ ନିଜର ଜୀବନରେ ବ୍ୟବହାର କରିବା ପରେ ଆପଣ ଜୀବନରେ କେଉଁଠାରେ ବି ଅସଫଳ ହେବେ ନାହିଁ। ଆପଣ ଯେଉଁ ବି କାର୍ଯ୍ୟ କରିବେ, ସେଥିରେ ନିଶ୍ଚୟ ଭାବରେ ଆପଣ ସଫଳତା ପ୍ରାପ୍ତ କରିବେ। ଏହି ଉପାୟଗୁଡ଼ିକୁ ନିଜ ଜୀବନରେ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ହେବ ନାହିଁ। ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କୁ ବେମାରୀ ଲାଗି ରହିଛି, ଘରେ ସର୍ବଦା ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି, ପ୍ରତ୍ୟେକ ସଦସ୍ୟମାନଙ୍କ ଭିତରେ ମନାନ୍ତର ମତାନ୍ତର ହେଉଛି, ଆପଣ ଋଣ କରଜ ଭାରରେ ବୁଡ଼ି ରହିଛନ୍ତି, ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳୁନାହିଁ କିମ୍ବା ସମସ୍ତ ଜାଗାରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି, ତେବେ ଏହି ଉପାୟକୁ ପାଳନ କରିବା ଦ୍ୱାରା ଆପଣ ସେ ସମସ୍ତ କଷ୍ଟରୁ ରକ୍ଷା ପାଇପାରିବେ। ସେ ସମସ୍ତ ସମସ୍ୟା ଆପଣଙ୍କର ସମାଧାନ ହୋଇଯିବ। ଆପଣମାନଙ୍କୁ ଲାଗୁଥାଇପାରେ ଯେ ଲୁଣ ଗୋଟିଏ ସାଧାରଣ ଜିନିଷ, ମାତ୍ର ସାଙ୍ଗମାନେ, ଲୁଣ ଭିତରେ ଏପରି ଚମତ୍କାରୀ ଶକ୍ତି ରହିଛି, ଯାହାକୁ କି ପ୍ରତ୍ୟେକ ବ୍ୟକ୍ତି ଜାଣିନଥାନ୍ତି। ଏବଂ ଯଦି ଆପଣ ଏହି ଚମତ୍କାରୀ ଶକ୍ତି ବିଷୟରେ ଜାଣିଛନ୍ତି, ତେବେ ଜୀବନରେ ଆପଣ କେବେ ବି ଧନର ଅଭାବର ସମ୍ମୁଖୀନ ହେବେ ନାହିଁ। ଆପଣମାନେ ଜାଣନ୍ତି ଯେ ଆମ ସ୍ୱାସ୍ଥ୍ୟ ଉପରେ ବି ଲୁଣର କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଯଦି ଆମ ଖାଦ୍ୟରେ ଲୁଣର ମାତ୍ରା ଅଧିକ ହୋଇଯାଏ, ତେବେ ମଧ୍ୟ ଅସୁବିଧା ହୋଇଥାଏ ଏବଂ ଯଦି ଆମ ଖାଦ୍ୟରେ ଲୁଣର ମାତ୍ରା କମ୍ ହୋଇଥାଏ, ତେବେ ମଧ୍ୟ ଅସୁବିଧା ହୋଇଥାଏ।
ଏହାର ଅର୍ଥ ହେଲା ଲୁଣ ଆମକୁ ଜୀବନ ଦେଇପାରେ ଏବଂ ଆମର ଜୀବନ ନେଇ ମଧ୍ୟ ପାରେ। ତେବେ ମୁଁ ଆଜି ଆପଣମାନଙ୍କୁ ଏହି ଭିଡ଼ିଓରେ ଲୁଣର କିଛି ଜ୍ୟୋତିଷ ଉପାୟ କହିବାକୁ ଯାଉଛି, ଯାହାକୁ ଯଦି ଆପଣ ନିଜ ଜୀବନରେ ପ୍ରୟୋଗ କରନ୍ତି ତେବେ ଆପଣଙ୍କୁ ଜୀବନରେ କେବେ ବି କୌଣସି କଷ୍ଟର ସାମ୍ନା କରିବାକୁ ପଡ଼ିବ ନାହିଁ। ତେବେ ସାଙ୍ଗମାନେ, ଆପଣମାନେ ଜାଣନ୍ତି ଯେ ଲୁଣ ବିଭିନ୍ନ ପ୍ରକାରର ରହିଥାଏ, ଯେପରିକି ପ୍ରଥମେ ହେଉଛି ସନ୍ଦେଶ ଲବଣ, ଯାହାକୁ କି ଆମେ ପାହାଡ଼ିଆ ଲୁଣ ଭାବରେ ଜାଣିଥାଉ। ଆଉ ଗୋଟିଏ ହେଉଛି ସାମୁଦ୍ରିକ ଲୁଣ, ଅନ୍ୟଟି ହେଉଛି କଳା ଲୁଣ ଏବଂ ଗୋଟିଏ ହେଉଛି ସାଧାରଣ ଲୁଣ। ମାତ୍ର ଜ୍ୟୋତିଷ ଶାସ୍ତ୍ରରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କର ପ୍ରତୀକ ଭାବରେ ମାନାଯାଇଥାଏ। ଅନେକ ଲୋକ ଲୁଣକୁ ରାହୁଙ୍କର ମଧ୍ୟ ପ୍ରତୀକ ଭାବରେ ମାନିଥାନ୍ତି। ସେଥିପାଇଁ ଲୁଣର ପ୍ରୟୋଗ କରି ଆପଣ ସମସ୍ତ ଦୁଷ୍ଟ ଗ୍ରହମାନଙ୍କୁ ଶାନ୍ତ ମଧ୍ୟ କରିପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କର ପ୍ରତୀକ ଭାବରେ ମାନାଯାଇଥାଏ। ସେଥିପାଇଁ ଯଦି ଆପଣ ଲୁଣକୁ କୌଣସି ଷ୍ଟିଲ୍ କିମ୍ବା ଲୁହାର ଡବାରେ ରଖୁଛନ୍ତି ତେବେ ଏପରି କରିବା ଦ୍ୱାରା ଚନ୍ଦ୍ର ଏବଂ ଶନିଙ୍କର ମିଳନ ହୋଇଥାଏ, ଯାହାକି ଅତି ଅମଙ୍ଗଳକାରୀ ହୋଇଥାଏ ଏବଂ ଏହା ଆପଣଙ୍କ ପାଇଁ ଘାତକ ମଧ୍ୟ ହୋଇଥାଏ। ଯଦି ଆପଣ ନିଜ ଘରେ ଷ୍ଟିଲ୍ କିମ୍ବା ଲୁହା ଡବାରେ ଲୁଣ ରଖୁଛନ୍ତି ତେବେ ଏହା ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଅମଙ୍ଗଳକାରୀ ହୋଇଥାଏ। ଏହା ଆପଣଙ୍କ ଗୃହରେ ରୋଗ ଏବଂ ଶୋକ ବୃଦ୍ଧିର କାରଣ ହୋଇଥାଏ। ଆପଣମାନେ ଲୁଣକୁ ପ୍ଲାଷ୍ଟିକ୍ ଡବାରେ ମଧ୍ୟ ରଖିବା ଉଚିତ ନୁହେଁ। ସବୁଠାରୁ ଭଲ ଜିନିଷ ହେଉଛି କାଚର ଡବା। ଆପଣମାନେ ଯଦି ଲୁଣକୁ କାଚର ଡବାରେ ରଖନ୍ତି ତେବେ ଲୁଣର କୌଣସି ଖରାପ ପ୍ରଭାବ ଆପଣଙ୍କର ଗୃହ ଉପରେ ପଡ଼ିନଥାଏ। ସାଙ୍ଗମାନେ, ଜାଣତରେ ଅଥବା ଅଜାଣତରେ ଯଦି ଆପଣଙ୍କ ହାତରୁ ଲୁଣ ତଳେ ପଡ଼ିଯାଏ କିମ୍ବା କୌଣସି ଜାଗାରୁ ଲୁଣ ତଳେ ପଡ଼ିଯାଏ ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଆପଣମାନେ ଜାଣନ୍ତି ଯେ ଯଦି ଲୁଣ ତଳେ ପଡ଼ିଥାଏ ତେବେ ଏହା ଆପଣଙ୍କ ଗୃହରେ ଋଣ ବଢ଼ାଇବାର କାର୍ଯ୍ୟ କରିଥାଏ ଏବଂ ଘରର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଥାଏ। ଅନେକ ବ୍ୟକ୍ତି ଲୁଣ ନେବା ପରେ ଲୁଣ ହାତକୁ ବସ୍ତ୍ରରେ ମଧ୍ୟ ପୋଛି ଦେଇଥାନ୍ତି, ମାତ୍ର ଏପରି କରିବା ମଧ୍ୟ ଉଚିତ ନୁହେଁ। ଯଦି ଲୁଣ ତଳେ ପଡ଼ିଯାଏ କିମ୍ବା ଆପଣଙ୍କ ହାତରେ ଲାଗିଥାଏ ତେବେ ଆପଣ ହାତକୁ ଧୋଇ ଦିଅନ୍ତୁ ଏବଂ ତଳେ ପଡ଼ିଥିବା ଲୁଣକୁ ସଫା କରି ପୋଛି ଦିଅନ୍ତୁ, କିନ୍ତୁ କେବେ ବି ତଳେ ଲୁଣ ପକାନ୍ତୁ ନାହିଁ କିମ୍ବା ନିଜର ପିନ୍ଧା ବସ୍ତ୍ରରେ ଲୁଣକୁ ପୋଛନ୍ତୁ ନାହିଁ। ଏପରି କରିବା ଅତ୍ୟନ୍ତ ଅମଙ୍ଗଳକାରୀ ହୋଇଥାଏ। ଆପଣଙ୍କ ଗୃହରେ ଏପରି କରିବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ଉତ୍ପନ୍ନ ହୋଇଥାଏ। ଏପରି କରିବା ଦ୍ୱାରା ଆପଣଙ୍କର ଚନ୍ଦ୍ର ଏବଂ ଶୁକ୍ର ଗ୍ରହ ଦୁର୍ବଳ ହୋଇଯାଇଥାନ୍ତି। ଯଦି ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୁର୍ବଳ ହୁଅନ୍ତି ତେବେ ଆପଣଙ୍କର ପାରିବାରିକ ସୁଖରେ ଆଘାତ ଘଟିଥାଏ ଏବଂ କୁଣ୍ଡଳୀରେ ଶୁକ୍ର ଗ୍ରହ ଦୁର୍ବଳ ହେବା ଦ୍ୱାରା ଆପଣଙ୍କର ଧନହାନି ହୋଇଥାଏ ଏବଂ ଗୃହରେ ଆର୍ଥିକ ସମସ୍ୟା ଉତ୍ପନ୍ନ ହୋଇଥାଏ। ଆପଣମାନେ ଜାଣି ରଖିବା ଉଚିତ ଯେ କେବେ କୌଣସି ବ୍ୟକ୍ତିଙ୍କର ହାତକୁ ସିଧାସଳଖ ଭାବରେ ଲୁଣ ଦେବା ଉଚିତ ନୁହେଁ। ଆପଣ ଏପରି କରିବା ଦ୍ୱାରା ସେହି ବ୍ୟକ୍ତି ଏବଂ ଆପଣଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଥାଏ। ତେବେ ସାଙ୍ଗମାନେ, ଆପଣଙ୍କ ଗୃହରୁ ଦରିଦ୍ରତା ଦୂର କରିବା ପାଇଁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଗୁରୁବାର ବ୍ୟତୀତ ଅନ୍ୟ ସମସ୍ତ ଦିନଗୁଡ଼ିକରେ ନିଜ ଘରକୁ ପାଣିରେ ଲୁଣ ମିଶାଇ ସେହି ପାଣିରେ ନିଜ ଘରେ ପୋଛା ଲଗାଇବା ଉଚିତ। ଏପରି କରିବା ଦ୍ୱାରା ଆପଣଙ୍କ ଗୃହର ସମସ୍ତ ନକାରାତ୍ମକ ଶକ୍ତିଗୁଡ଼ିକ ନଷ୍ଟ ହୋଇଯାଇଥାଏ। ଆପଣମାନେ ଜାଣନ୍ତି ଯେ ଆମ ଘରକୁ ପ୍ରତିଦିନ ବିଭିନ୍ନ ଲୋକ ଯିବା ଆସିବା କରିଥାନ୍ତି ଏବଂ ସେମାନଙ୍କ ପାଦରେ ଯେଉଁ ଧୂଳି ଆସିଥାଏ ତାହା ଆମ ଗୃହରେ
ନକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ସେହି ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଆପଣ ପ୍ରତିଦିନ ପାଣିରେ କିଛି ଲୁଣ ମିଶାଇ ଘରକୁ ପୋଛା ଲଗାଇବା ଉଚିତ। ଏପରି କରିବା ଦ୍ୱାରା ଆପଣଙ୍କ ଗୃହ ପବିତ୍ର ହୋଇଯାଇଥାଏ ଏବଂ ସମସ୍ତ ନକାରାତ୍ମକ ଶକ୍ତିଠାରୁ ମୁକ୍ତ ହୋଇଯାଇଥାଏ, ଯାହାକି ମା ଲକ୍ଷ୍ମୀଙ୍କର ଆଗମନର ବାଟ ମଧ୍ୟ ଫିଟାଇ ଦେଇଥାଏ। ଏବଂ ଏହା ସବୁଠାରୁ ଭଲ ଉପାୟ ଯାହାଦ୍ୱାରା ଆମେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବା। ତେବେ ସାଙ୍ଗମାନେ, ଆଉ ଗୋଟିଏ ଉପାୟ ହେଉଛି, ଯଦି ଆପଣ ନିଜ ଗୃହରେ ଧନର ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଗୋଟିଏ କାଚ ଗ୍ଲାସରେ ପୂର୍ଣ୍ଣ କରି ପାଣି ନିଅନ୍ତୁ ଏବଂ ସେହି ପାଣିରେ ଆପଣ ଗୋଟିଏ ଚାମଚ ଲୁଣ ମିଶାଇ ସେହି ଗ୍ଲାସକୁ ନେଇ ଘରର ଗୋଟେ କୋଣରେ ନେଇ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କର ଧନରେ ବୃଦ୍ଧି ହୋଇଥାଏ। ସାଙ୍ଗମାନେ, ଆମେ ନିଜର ବାଥରୁମରେ ମଧ୍ୟ ଲୁଣ ରଖିବା ଉଚିତ, କାରଣ ଗୃହର ସବୁଠାରୁ ଅଧିକ ନକାରାତ୍ମକ ସୃଷ୍ଟି କରୁଥିବା ସ୍ଥାନ ହେଉଛି ଆମର ବାଥରୁମ। ଆପଣମାନେ ଜାଣନ୍ତି ଯେ ବାଥରୁମରେ ଲେଟ୍ରିନ୍ ମଧ୍ୟ ସଂଯୋଗ ହୋଇ ରହିଥାଏ ଏବଂ ସେଥିରେ ଆମେ ମଳମୂତ୍ର ତ୍ୟାଗ କରିଥାଉ, ତେଣୁ ସେହି ଜାଗାଟି ଅପରିଷ୍କାର ହୋଇଥାଏ। ଆପଣମାନେ ଜାଣନ୍ତି ଯେ ଅପରିଷ୍କାର ଜାଗାରେ ହିଁ ଅଧିକ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ତେଣୁ ଆପଣ ନିଜ ବାଥରୁମରେ ଏକ କାଚ ପାତ୍ରରେ କିଛି ଲୁଣ ରଖନ୍ତୁ, ଯାହାଫଳରେ ସେହି ସ୍ଥାନର ସମସ୍ତ ନକାରାତ୍ମକ ଶକ୍ତିଗୁଡ଼ିକ ନଷ୍ଟ ହୋଇଯିବ। ତେବେ ସାଙ୍ଗମାନେ, ଆପଣମାନେ ଜାଣନ୍ତି ଯେ ଛୋଟ ପିଲାଙ୍କୁ ଅନେକ ସମୟରେ ନଜର ଲାଗିଯାଇଥାଏ। ତେବେ ଯଦି ଆପଣ ଏହି ନଜର ଦୋଷକୁ କାଟିବାକୁ ଚାହାନ୍ତି, ତେବେ ମଧ୍ୟ ଆପଣ ଲୁଣର ବ୍ୟବହାର କରି ଏହାକୁ କରିପାରିବେ। ତେବେ ଏଥିପାଇଁ ଗୋଟିଏ ଚୁଟକି ଲୁଣ ନେଇ ଯେଉଁ ବ୍ୟକ୍ତିଙ୍କୁ ନଜର ଲାଗିଛି ସେହି ବ୍ୟକ୍ତିଙ୍କର ଶରୀର ଚାରିପାଖରେ ଘୂରାଇ ନିଅନ୍ତୁ ଏବଂ ସେହି ଲୁଣକୁ କୌଣସି ପ୍ରବାହିତ ଜଳରେ ପ୍ରବାହିତ କରାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ନଜର ଦୋଷ ଦୂର ହୋଇଯାଇଥାଏ। ତେବେ ସାଙ୍ଗମାନେ, ଆପଣ ଯଦି ସବୁଦିନ ପାଇଁ ରୋଗଠାରୁ ମୁକ୍ତ ରହିବାକୁ ଚାହୁଁଛନ୍ତି କିମ୍ବା ଆପଣଙ୍କ ଗୃହରେ କୌଣସି ସଦସ୍ୟ ସବୁବେଳେ ରୋଗଗ୍ରସ୍ତ ହେଉଛନ୍ତି, ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ସର୍ବଦା ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ ଏବଂ ନିଜ ଶୋଇବା କକ୍ଷରେ ଗୋଟିଏ କାଚର ପାତ୍ରରେ କିଛି ସନ୍ଧେବ ଲବଣ ରଖନ୍ତୁ। ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ ଏବଂ ସେହି ରୋଗ ଧୀରେ ଧୀରେ ସମାପ୍ତ ହୋଇଯାଇଥାଏ। ମାତ୍ର ମନେ ରଖନ୍ତୁ ଯେ ଏଥିପାଇଁ ଆପଣଙ୍କୁ କେବଳ ସନ୍ଧେବ ଲବଣର ବ୍ୟବହାର କରିବା ଉଚିତ। ସାଧାରଣ ଲୁଣର ଏହା ଉପରେ କୌଣସି ପ୍ରଭାବ ରହିନଥାଏ। ତେବେ ସାଙ୍ଗମାନେ, ଯଦି ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ର ଏବଂ ମଙ୍ଗଳଙ୍କର ଦୋଷ ରହିଛି ଏବଂ ଆପଣ ଚାହୁଁଛନ୍ତି ଯେ ଆପଣଙ୍କ କୁଣ୍ଡଳୀ ଚନ୍ଦ୍ର ଏବଂ ମଙ୍ଗଳଙ୍କ ଦୋଷରୁ ମୁକ୍ତ ହେଉ, ତେବେ ଆପଣ ଏଥିପାଇଁ ଲୁଣର ପ୍ରୟୋଗ କରି ନିଜର କୁଣ୍ଡଳୀରୁ ଏହି ସବୁ ଦୋଷକୁ କମାଇ ଦେଇପାରିବେ। ସେଥିପାଇଁ ଆପଣ 21 ଦିନ ପର୍ଯ୍ୟନ୍ତ ଏହି ଉପାୟଟିକୁ କରିବେ। ଆପଣ କିଛି ଲୁଣ ନେଇ ନିଜ ଶରୀର ପାଖରେ 7 ଥର ବୁଲାଇ ଦିଅନ୍ତୁ। ଶରୀର ଚାରିପଟେ 7 ଥର ବୁଲାଇ ଦିଅନ୍ତୁ ଏବଂ ସେହି ଲୁଣକୁ ନେଇ ଆପଣ କୌଣସି ପ୍ରବାହିତ ଜଳରେ ପ୍ରବାହିତ କରିଦିଅନ୍ତୁ। ଏପରି ଆପଣଙ୍କୁ 21 ଦିନ ପର୍ଯ୍ୟନ୍ତ କରିବାକୁ ହେବ। ଏପରି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରୁ ଚନ୍ଦ୍ର ଏବଂ ମଙ୍ଗଳ ଦୋଷ ଦୂର ହୋଇଯାଇଥାଏ। ସାଙ୍ଗମାନେ, ଆପଣ ଯଦି ସବୁବେଳେ ମାନସିକ ଚିନ୍ତାରେ ରହୁଛନ୍ତି, ଆପଣଙ୍କୁ ସବୁବେଳେ ଅସ୍ତବ୍ୟସ୍ତ ଲାଗୁଛି ଏବଂ ଆପଣ କେବେ ବି ନିଜ ଭିତରେ ସ୍ଥିରତା ଅନୁଭବ କରିପାରୁନାହାନ୍ତି, ତେବେ ଏଥିପାଇଁ ଏହି ସବୁ ସମସ୍ୟାର ସମାଧାନ ପାଇଁ ମଧ୍ୟ ଆପଣ ଲୁଣର ପ୍ରୟୋଗ କରିପାରିବେ। ଏଥିପାଇଁ ଆପଣ ଗୋଟିଏ ଚୁଟକି ଲୁଣ ନିଅନ୍ତୁ ଏବଂ ନିଜର ମୁଣ୍ଡ ଚାରିପଟେ 7 ଥର ବୁଲାଇ ଦିଅନ୍ତୁ। ତାପରେ ଆପଣ ଏହି ଲୁଣକୁ ନେଇ କୌଣସି ବୃକ୍ଷ ମୂଳରେ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ଧୀରେ ଧୀରେ ସମସ୍ତ ପ୍ରକାର ମାନସିକ ଚିନ୍ତାରୁ ଦୂରେଇ ଯାଇପାରିବେ। ଆପଣ
ଆପଣଙ୍କର ସବୁ ମାନସିକ ଚିନ୍ତା ଧୀରେ ଧୀରେ କମ୍ ହେବାକୁ ଲାଗିବ ଏବଂ ଏହାଦ୍ୱାରା ଆପଣଙ୍କର ମନ ମଧ୍ୟ ଶାନ୍ତ ରହିବ। ସାଙ୍ଗମାନେ, ଯଦି ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ ଭଲ ନଥାଏ ତେବେ ଆପଣ ନିଜ ଗୃହର ସମସ୍ତ କୋଣରେ କାଚ ପାତ୍ରରେ କିଛି କିଛି ଲୁଣ ରଖନ୍ତୁ ଏବଂ ପ୍ରତି ସପ୍ତାହରେ ଏହି ଲୁଣକୁ ବଦଳାଇ ଦିଅନ୍ତୁ। ଆପଣ ସେହି ପୁରୁଣା ଲୁଣକୁ ନେଇ ପ୍ରବାହିତ ଜଳରେ ପ୍ରବାହିତ କରାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ସୁଧାର ଆସିଥାଏ ଏବଂ ସ୍ୱାମୀ ସ୍ତ୍ରୀ ଖୁସିରେ ରହିବାକୁ ଲାଗିଥାନ୍ତି। ଏବେ ଆସନ୍ତୁ ଜାଣିବା ଆମେ ଲୁଣର ସେହି ଚମତ୍କାରୀ ଉପାୟ ବିଷୟରେ। ଲୁଣ ଡବାରେ ଆପଣ କେଉଁ ଦୁଇଟି ଜିନିଷ ରଖିବା ଦ୍ୱାରା ଆପଣଙ୍କ ଗୃହକୁ ମା ଲକ୍ଷ୍ମୀ ଆକର୍ଷିତ ହୋଇ ଆସିଥାନ୍ତି, ଯାହାଫଳରେ କି ଆପଣଙ୍କ ଗୃହକୁ ଅତ୍ୟନ୍ତ ଧନ ଲାଭ ମଧ୍ୟ ହୋଇଥାଏ। ଆପଣ ସମସ୍ତ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଥାନ୍ତି ଏବଂ ଆପଣଙ୍କର ସଞ୍ଚିତ ଅର୍ଥରେ ମଧ୍ୟ ବୃଦ୍ଧି ହୋଇଥାଏ। ତେବେ ଲୁଣ ହେଉଛି ଶୁକ୍ରଙ୍କର ପ୍ରତୀକ ଏବଂ ଲବଙ୍ଗ ହେଉଛି ଶନିଙ୍କର ପ୍ରତୀକ ଏବଂ ଶୁକ୍ର ଏବଂ ଶନିଙ୍କର ମିଳନ ହେଲେ ଏହା ଧନର ଯୋଗ ସୃଷ୍ଟି କରିଥାଏ, ଯାହାଦ୍ୱାରା ଆପଣଙ୍କ ଗୃହରେ ଧନ ବୃଦ୍ଧି ହୋଇଥାଏ। କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଏବଂ ଶନି ପରମ ମିତ୍ର ଅଟନ୍ତି। ସେଥିପାଇଁ ଯଦି ଆପଣ ଲୁଣ ଡବାରେ 5ଟି ଲବଙ୍ଗ ରଖନ୍ତି ତେବେ ଆପଣଙ୍କ ଗୃହରେ କେବେ ବି ଧନର ଅଭାବ ହୋଇନଥାଏ। ଦ୍ୱିତୀୟରେ, ଆପଣ ଲୁଣ ଡବାରେ 5ଟି ତୁଳସୀ ପତ୍ର ରଖନ୍ତୁ। ଆପଣ ଜାଣନ୍ତି ଯେ ଲୁଣ ଶୁକ୍ରଙ୍କର ପ୍ରତୀକ ଏବଂ ତୁଳସୀ ପତ୍ର ବୁଧଙ୍କର ପ୍ରତୀକ ଅଟେ। ଆପଣ ଜାଣନ୍ତି ସବୁଜ ରଙ୍ଗ ହେଉଛି ବୁଧଙ୍କର ପ୍ରତୀକ। ଯେତେ ସବୁ ସବୁଜ ରଙ୍ଗର ବୃକ୍ଷ ରହିଛି ତାହା ବୁଧଙ୍କର ପ୍ରତୀକ ଅଟେ। ତେବେ ଯଦି ଆପଣ ଲୁଣ ଡବାରେ ତୁଳସୀ ପତ୍ର ରଖନ୍ତି ତେବେ ଶୁକ୍ର ଗ୍ରହ ଏବଂ ବୁଧ ଗ୍ରହଙ୍କର ମିଳନ ହୋଇଥାଏ, ଯାହାକି ଆପଣଙ୍କର କୁଣ୍ଡଳୀରେ ବୁଧ ଯୋଗ ସୃଷ୍ଟି କରିଥାଏ। ଏହା ଫଳରେ ଆପଣଙ୍କ ଘରରେ ଧନ ବୃଦ୍ଧି ହୋଇଥାଏ ଏବଂ ଆପଣଙ୍କ ଘରେ ପିଲାମାନଙ୍କର ବୁଦ୍ଧି ମଧ୍ୟ କ୍ଷିପ୍ର ହୋଇଥାଏ। ସେମାନେ ବୁଦ୍ଧିମାନ ହୋଇଥାନ୍ତି ଏବଂ ଆପଣଙ୍କୁ ସର୍ବଦା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ତେବେ ସାଙ୍ଗମାନେ, ଏହା ଥିଲା ଲୁଣର କିଛି ଉପାୟ, ଯାହାଦ୍ୱାରା ଆପଣ ନିଜ ଘରୁ ସମସ୍ତ ପ୍ରକାର ନକାରାତ୍ମକ ଶକ୍ତିକୁ ଦୂର କରିପାରିବେ ଏବଂ ଆପଣଙ୍କ ଘରେ ଧନର ବୃଦ୍ଧି ମଧ୍ୟ ହେବ। ଆପଣଙ୍କ ଗୃହରେ ମା ଲକ୍ଷ୍ମୀଙ୍କର ବାସ ହେବ ଏବଂ ଆପଣଙ୍କୁ କେବେ ବି ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିବ ନାହିଁ। ତେବେ ସାଙ୍ଗମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ଓ ଶ୍ରଦ୍ଧାର ସହିତ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ।